এইଥିପାଇଁ କରୁଛନ୍ତି ଯେ ବଲ୍ଲଭ ଭାଇ ପଟେଲ ଯଶସ୍ୱୀ ଗୃହମନ୍ତ୍ରୀ ଏକ ପୁନର୍ନିର୍ମାଣ ଆରମ୍ଭ କରିଥିଲେ ସ୍ୱାଧୀନତା ପରେ ଏବଂ ତାକୁ 51 ମସିହାରେ ରାଷ୍ଟ୍ରପତି ଆମର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ମେ ମାସରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ହେଇଥିଲା। ତେଣୁ ଇଏ ସଂଘର୍ଷ ହଜାର ବର୍ଷ ସଂଘର୍ଷ ଯାତ୍ରାରେ ଯେଉଁମାନେ ଶହୀଦ ହେଲେ ବଳିଦାନ ଦେଲେ ତାଙ୍କୁ ମନେ ପକାଇବା ପାଇଁ ଏ ସ୍ୱାଭିମାନ ଦିବସ ଆସ୍ଥା ବିଶ୍ୱାସ ଯେଭଳି ଗଜନୀ ସୁଲତାନ ଯେଭଳି ବର୍ବୋଚିତ ଆକ୍ରମଣ କରିଥିଲେ ଆମ ଧର୍ମ ସଂସ୍କୃତି ପରମ୍ପରାକୁ ନଷ୍ଟ କରିବା ପାଇଁ ଆମ ଆସ୍ଥା ବିଶ୍ୱାସର କେନ୍ଦ୍ରବିନ୍ଦୁ ସୋମନାଥକୁ ଯେଭଳି ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିବା ପାଇଁ ଅପଚେଷ୍ଟା କରିଥିଲେ ତାର ଜାନୁଆରୀ 8, 9, 10 ହେଉଛି 2026 ମସିହା। ଆଜି 1000 ବର୍ଷ ପୁରା ହେଇଛି। ତେଣୁ ଆଜି ସ୍ୱାଭିମାନର ପର୍ବ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଆହ୍ୱାନ ଦେଇଛନ୍ତି ଆଜି ଦିନ ସାରା ସବୁ ଶୈବ ପୀଠରେ ହେବ। 1200 ବର୍ଷ ପରାଧୀନତା ଭାରତବର୍ଷ ବୈଦେଶିକ ଆକ୍ରମଣ ଏବଂ ତା ଭିତରେ 1000 ବର୍ଷ ତଳେ ଯେଭଳି ଗଜନୀ ସୁଲତାନ ଯେଭଳି ବର୍ବୋଚିତ ଆକ୍ରମଣ କରିଥିଲେ ଆମ ଧର୍ମ ସଂସ୍କୃତି ପରମ୍ପରାକୁ ନଷ୍ଟ କରିବା ପାଇଁ ଆମ ଆସ୍ଥା ବିଶ୍ୱାସର କେନ୍ଦ୍ରବିନ୍ଦୁ ସୋମନାଥକୁ ଯେଭଳି ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିବା ପାଇଁ ଅପଚେଷ୍ଟା କରିଥିଲେ ତାର ଜାନୁଆରୀ 8, 9, 10 ହେଉଛି 2026 ମସିହା। ଆଜି 1000 ବର୍ଷ ପୁରା ହେଇଛି। ତେଣୁ ଆଜି ସ୍ୱାଭିମାନର ପର୍ବ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଆହ୍ୱାନ ଦେଇଛନ୍ତି ଆଜି ଦିନ ସାରା ସବୁ ଶୈବ ପୀଠରେ ହେବ। ଲିଙ୍ଗରାଜ ମନ୍ଦିରରେ ଆଜି ଏଭଳି କାର୍ଯ୍ୟକ୍ରମ ଆମ ପୂର୍ବ ସଭାପତି ଆମ ବିଧାୟକ ବାବୁ ସିଂ ସମୀର ଭାଇ ମୁକେଶ ଭାଇ ଆମ କାଳନ୍ଦୀ ଭାଇ ଆମ ସମସ୍ତ ନିରଞ୍ଜନ ଭାଇ ସମସ୍ତେ ଆମେ ମାନସ ଭାଇ ସମସ୍ତେ ଉପସ୍ଥିତ ହେଇକି ଏଠି କରୁଛନ୍ତି। ଏଇଥିପାଇଁ କରୁଛନ୍ତି ଯେ ବଲ୍ଲଭ ଭାଇ ପଟେଲ ଯଶସ୍ୱୀ ଗୃହମନ୍ତ୍ରୀ ଏକ ପୁନର୍ନିର୍ମାଣ ଆରମ୍ଭ କରିଥିଲେ ସ୍ୱାଧୀନତା ପରେ ଏବଂ ତାକୁ 51 ମସିହାରେ ରାଷ୍ଟ୍ରପତି ଆମର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ମେ ମାସରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ହେଇଥିଲା। ତେଣୁ ଇଏ ସଂଘର୍ଷ ହଜାର ବର୍ଷ ସଂଘର୍ଷ ଯାତ୍ରାରେ ଯେଉଁମାନେ ଶହୀଦ ହେଲେ ବଳିଦାନ ଦେଲେ ତାଙ୍କୁ ମନେ ପକାଇବା ପାଇଁ ଏ ସ୍ୱାଭିମାନ ଦିବସ ଆସ୍ଥା ବିଶ୍ୱାସ ଐତିହ୍ୟ ସଂସ୍କୃତି ପରମ୍ପରା ଦିବସ ତାକୁ ଯେଉଁମାନେ ଲଢ଼ିଛନ୍ତି ତାଙ୍କ ପାଇଁ ଆମ ଆଜି ସ୍ୱାଭିମାନର ପର୍ବ ପାଳନ କରାଯାଉଛି। ଜାତକ ବିଚାର ଏବଂ ଗୃହର ବାସ୍ତୁ ଜନିତ ସମସ୍ୟାର ସମାଧାନ ପାଇଁ ଯୋଗାଯୋଗ କରନ୍ତୁ ଜ୍ୟୋତିର୍ବିଦ ବାସ୍ତୁବିଦ ଶ୍ରୀ ମାନସ ଚନ୍ଦ୍ର ନାୟକ। ଯୋଗାଯୋଗ କରନ୍ତୁ 9438481748।